ସମସ୍ତଙ୍କ ଜୀବନରେ ଯନ୍ତ୍ରଣା ଅଛି, ହେଲେ ଏହି ପରିବାରରେ ଭବିଷ୍ୟତ ହିଁ ଯନ୍ତ୍ରଣାରେ ପଡ଼ିଛି। କ'ଣ ହୋଇଛି କେଜାଣି, ପିଲା ଜନ୍ମ ହେଲା ପରେ ଠିକ୍ ଚାଲିବା ବେଳକୁ ଗୋଡ଼ ପଡ଼ିଯାଉଛି। 3ଟି ସନ୍ତାନ ଜନ୍ମ ହୋଇଛନ୍ତି, ଆଉ 3 ଜଣଙ୍କ ଅବସ୍ଥା ସମାନ। ଲାଗୁଛି ଯେମିତି କିଛି ଅଭିଶାପ ପଡ଼ିଯାଇଛି ବାପା ମା'ଙ୍କ ଉପରେ। ଦେଖୁଛନ୍ତି ଏ ପିଲାଗୁଡ଼ାଙ୍କୁ, 3 ଜଣଙ୍କର ସମାନ ଅବସ୍ଥା। କେହି ଜଣେ ବି ଠିଆ ହେବାକୁ ସମର୍ଥ ନୁହନ୍ତି, ଏମିତିକି ବିନା ସାହାରାରେ ବଢ଼ି ପାରୁନାହାନ୍ତି। ଏହି ପିଲାଙ୍କ ଅବସ୍ଥା ବିଷୟରେ ଶୁଣିବା ପରେ ଆମ ସୁନ୍ଦରଗଡ଼ ପ୍ରତିନିଧି ଦେବବ୍ରତ ଜେନା ପହଞ୍ଚିଥିଲେ ଏମାନଙ୍କ ଘରେ। କ୍ୟାମେରା ଲାଇଟ୍ ଦେଖି ପିଲାଙ୍କ ମୁହଁରୁ ଖାଲି ହସ ବାହାରୁଥିଲା। କିଛି ସମୟ ପାଇଁ ଅନୁଭବ ହେଲା ସତେ ଯେମିତି ପିଲାଗୁଡ଼ା ତାତ୍ସଲ୍ୟ କରୁଛନ୍ତି ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ। ଆମେ ଆଧୁନିକ, ଆମ ବ୍ୟବସ୍ଥା ବି ବଢ଼ିଆ, ହେଲେ ଆମ ଅବସ୍ଥା କାହିଁକି ଏମିତି ବୋଲି କଲବଲ ହୋଇ ତାଙ୍କ ଆଖି ଯେମିତି ପଚାରି ଚାଲିଥିଲା। ଦର୍ଶକ ବନ୍ଧୁ, ଆପଣ ବି ଯେତେବେଳେ ଏହି ପିଲାଙ୍କୁ ଦେଖିବେ ଆପଣଙ୍କ ମନ ବିକଳ ହୋଇଯିବ। ସୁନ୍ଦରଗଡ଼ ଲେଫ୍ରିପଡ଼ା ବ୍ଲକ ଗୁଣ୍ଡିଆଡିହି ପଞ୍ଚାୟତ ଧିଙ୍ଗିରିଗୁଡ଼ି ଗାଁରେ ଯେ ଏଭଳି ଏକ ପରିବାର ଅଛି, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଦିନେ କି 2 ଦିନ ନୁହେଁ, ବର୍ଷ ବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପରିବାରର 3 ପିଲା। ତା ସାଙ୍ଗକୁ ବେଶୀ ଛଟପଟ ହେଉଛି ମା ବାପାଙ୍କ ଆତ୍ମା। ଆଖି ଆଗରେ ଶଯ୍ୟାଶାୟୀ ହୋଇ ପଡ଼ି ରହିଛନ୍ତି 3ଟି ପିଲା। ଏଠି ଯେମିତି ଜୀବନ ସଂଗ୍ରାମରେ ପ୍ରତିଦିନ ଲଢ଼େଇ ଚାଲିଛି। ଏଇଟା କ'ଣ ବିଧିର ବିଧାନ, ନା ଭିଟାମିନ୍ ଅଭାବର ଅବସ୍ଥା, ନା ଆଉ କିଛି? ଜାଣିବା ପାଇଁ ଆମେ ବି ବ୍ୟଗ୍ର। ନିଷ୍ପାପ ଶିଶୁଙ୍କ ମୁହଁରେ ହସ ଯେତିକି ଜୀବନ୍ତ, ଶରୀର ସେତିକି ନିର୍ଜୀବ। କୋଉ ବାପା ମା'ଙ୍କ ହୃଦୟ ସହିବ କହୁନାହାନ୍ତି? ମନରେ କୋହକୁ ଚାପି ପିଲାଙ୍କୁ ଖୁସି କରିବା ପାଇଁ ସବୁବେଳେ ହସୁଛନ୍ତି ମା। ଭଗବାନଙ୍କ ଉପରେ ଛାଡ଼ି ଦେଇଛନ୍ତି ଆଗାମୀ ସମୟକୁ। ନିଜେ ଖାଇବାକୁ କଷ୍ଟ କରୁଛନ୍ତି, ତା ସହ ପିଲାଙ୍କ ଅବସ୍ଥା ସହ ଚାଲିଛି ସଂଘର୍ଷ। ସରକାର ଟିକେ ଦମ୍ଭ ଦେବେ ବୋଲି ଭାବି ଭାବି 20 ବର୍ଷ ବିତିଗଲାଣି। ସାହାଯ୍ୟ ତ ଦୂରର କଥା, ବୁଝିବାକୁ କେହି ବି ନାହିଁ। ସାହାଯ୍ୟ ତ ଦୂରର କଥା, ବୁଝିବାକୁ କେହି ବି ନାହିଁ ପିଲା ଏମିତି କାହିଁକି ହୋଇଗଲେ ବୋଲି। କି ଦେଖିବାକୁ କେହି ନାହିଁ ପିଲାଙ୍କ ଅବସ୍ଥା କ'ଣ ହେଲାଣି। ସରକାରୀ ସାହାଯ୍ୟ କହିଲେ ମାସିକ 500 ଟଙ୍କା, ଭିନ୍ନକ୍ଷମ ଭତ୍ତା ଓ 5 କେଜି ଚାଉଳ। ପିଲାଙ୍କୁ କେବେ ଦେଖିପାରିଲେନି ଖେଳିବା, ଧାଇଁବା, ଡେଇଁବା କି ଅଳି କରିବା। ଭଗବାନ ବି ବିଚିତ୍ର ଭାଗ୍ୟ ଦେଇଛନ୍ତି। 2 ଝିଅ, 1 ପୁଅ ଦେଲେ, ହେଲେ ସମସ୍ତେ ଦିବ୍ୟାଙ୍ଗ। କେହି ଜଣେ ସୁସ୍ଥ ଥିଲେ ବି କେଡ଼େ କଥା ହୋଇଥାନ୍ତା, ହେଲେ ସମସ୍ତଙ୍କର ସମାନ ଅବସ୍ଥା ବାପା ମା'ଙ୍କର ସବୁ ସ୍ୱପ୍ନ ଚୁରମାର କରିଦେଇଛି। ଏବେ ତ କେବଳ ଆଖିର ଲୁହ ଆଉ ଛାତିର କୋହ। ତଥାପି ଆଶା ମରିନି। ଏବେ ବି ବିଶ୍ୱାସ ଅଛି ପିଲା ସୁସ୍ଥ ହୋଇପାରିବେ। ବାପା ସୁଦେଶ ମିଞ୍ଜ ଓ ସ୍ତ୍ରୀ ସୁକୁନ୍ଦା ନିଜର କିଛି ଜମିରେ ଚାଷ କରିବା ସହ ଦିନ ମଜୁରିଆ ଭାବେ କାମ କରନ୍ତି। ପ୍ରଥମେ ଝିଅ ହେଲା, ଜନ୍ମରୁ ସବୁ ଠିକ୍ ଅଛି ବୋଲି କହିଲେ ଡାକ୍ତର, ହେଲେ ସେ ଚାଲିବା ବେଳକୁ ଗୋଡ଼ ହାତ ବଙ୍କା ହୋଇଗଲା। ତା ସହ ମାନସିକ ସ୍ତରରେ ଦୁର୍ବଳ ହୋଇ ଚାଲିଲା। ତାର କିଛି ବର୍ଷ ପରେ ପୁଅଟିଏ ହେଲା, ତାର ମଧ୍ୟ ସମାନ ଅବସ୍ଥା। କିଛି ବର୍ଷ ପରେ ଆଉ 1 ଝିଅ ଆସିଲା କୋଳକୁ, ସିଏ ବି ଠିକ୍ ସେମିତି। କିଛି ମାସ ପରେ ବିକଳାଙ୍ଗ ହୋଇ ଚାଲିଲେ। ବାପା ମା ଦୀର୍ଘ 20 ବର୍ଷ ହେଲା ସନ୍ତାନଙ୍କୁ ଭଲ କରିବା ପାଇଁ ସମସ୍ତ ଚେଷ୍ଟା କରୁଛନ୍ତି। ତାଙ୍କ ଚିକିତ୍ସା ପାଇଁ ସେମାନେ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଉଛନ୍ତି, କିନ୍ତୁ କିଛି ସୁଫଳ ମିଳୁନି। ଏବେ ତ ଆଉ ସମ୍ବଳ ନାହିଁ ଟଙ୍କାଟିଏ ଖର୍ଚ୍ଚ କରିବାକୁ। ଅର୍ଥ ନଥିବାରୁ ଆଗକୁ ଚିକିତ୍ସା ସମ୍ଭବ ହୋଇପାରୁନାହିଁ। ଏବେ କେବଳ ଏକମାତ୍ର ସାହା ଭରସା ଆପଣ ଆଉ ସରକାର। ବର୍ଷ ବର୍ଷ ଧରି ଖଟରେ ପଡ଼ି ରହିଥିବା ଏହି 4 ପିଲାଙ୍କୁ ଔଷଧ ଦେବାକୁ ଅର୍ଥ ଦରକାର, ଯେଉଁଥିପାଇଁ ନିବେଦନ କରିଛନ୍ତି ପିଲାଙ୍କ ବାପା ମା। ଛୁଆ 3 ଯାକ ବିକଳାଙ୍ଗ ଅଛନ୍ତି। 2ଟା ଝିଅ ଅଛନ୍ତି, ମଝିଲାଟା ପୁଅ ଅଛି। ବଡ଼ ଛୁଆର ହେଉଛି 20 ବର୍ଷ, ଆଉ ସାନ ହେଉଛି ପିଲା ଛୁଆ, ତାର ହେଉଛି 16 ବର୍ଷ, ଆଉ ନନି ଛୁଆର ହେଉଛି 9 ବର୍ଷ। ଛୋଟବେଳେ ତ ଭଲ ଥିଲେ, 4 ଗୁଳିଆ ଚାଲିବା ସମୟରେ ହିଁ ସେମାନଙ୍କର 3 ଜଣଙ୍କର ସେମ୍ ଏକାପରି ଅବସ୍ଥା ହେଲା। ମୋର 3ଟା ଛୁଆ ବିକଳାଙ୍ଗ ଅଛନ୍। ତାଙ୍କର ଅବସ୍ଥା ଏନ୍ତା ଅଛି କି ସେମାନେ ସବୁବେଳେ ଶୋଇକିନା ଥିସନ୍। ସେମାନେ ଖାଇନି ପାରସନ୍ ନା, ହଗା ଲାଗୁଛି କି ମୁତା ଲାଗୁଛି କି ଭୁକ୍ ଲାଗୁଛି, ଶୋଷ ଲାଗୁଛି କହିନି ପାରସନ୍। ଆମେ ସେଟାକେ ଜାନି ବୁଝି କରି ସେମାନକେ ଖୁଆସୁ, ପିଆସୁ, ସବୁ କିଛି କରିଦେସୁ। ଦୁଃଖ ତ ବହୁତ ଲାଗ୍ସି, କିନ୍ତୁ ଆମେ କାଁ କହିବି, ଏତ୍କି ଦୂର ବି ଆମେ ନି ଭାବସୁ। ଭାବଲେ ବି ଆମର୍ ଲାଗି ବହୁତ କଷ୍ଟ ହେସି। ଯେନ୍ଟା ଭଗବାନ ଦେଇଛନ୍ ହେଟାକେ ଆମେ, ଦୁଃଖ ତ ବହୁତ ଲାଗ୍ସି, କିନ୍ତୁ ଏତେ ସିରିୟସ୍ ଆମେ ନି ନେସୁ। ଆଉ ସେମାନଙ୍କର ସାଙ୍ଗେ
କାଇଁ କହିବି ହସି ଖୁସି ସେମାନଙ୍କର ସାଙ୍ଗେ କିଛି ବି କଥା କରସୁଁ ଆଉ ରହିସୁ ସେବା ଯତନ କରୁଛୁ ଆଉ ବହୁତ ଦୁଃଖ ଲାଗ୍ସି ଭାବଲେ ତ ଆँଖନୁ ପାନ୍ ପଡ଼ିଯିସି ଭାବଲେ ଏଖନ କାନେ ଆମେ ଟିକେ ମାନେ ଆମର ସାୱାଙ୍ଗ ବହି ଅଛି ବେଲେ ଆମେ ଛୁଆମାନକେ ଯତ୍ନେଇ ପାରୁଛୁ ଆଉ ଆମେ କିଛି ହେଇଗଲେ ତ ଛୁଆମାନଙ୍କର ହାଲତ କାଇଁ ହେବା ଭାବସୁ ଥରେ ଭାବି ଦେସୁ ଆଉ ଥରେ ଥରେ ସେ ଭାବନାକେ ବି ଆମେ ଲୁକେଇ ଦେସୁ ବହୁତ ଦୁଃଖ ଲାଗ୍ସି ହତାଶ ନିରାଶ ଲାଗ୍ସି ବଡ଼ ବଡ଼ ହସ୍ପିଟାଲକେ ନେଲୁ କୋଲକାତା ନେଇଥାଉ ଭୁବନେଶ୍ୱର ନେଇଥାଉ କୋରାପୁଟ ବି ନେଇଥାଉ ମାଲକାନଗିରି ତାପରେ ବଡ଼ ହସ୍ପିଟାଲ ଦିଲ୍ଲୀ ଥି ଗଙ୍ଗାରାମ ହସ୍ପିଟାଲରେ ନେଇଥାଉ ସରକାର ଖାଲି 5 କିଲୋ ଚାଉଳ ଦେଉଛେ 5 ଜଣ ଅଛୁ ବେଲେ 25 କିଲୋ ବାସ୍ ଏତ୍କି କେନୁ ଉଧରା ପଇସା ବି ହେସୁ କେନ୍ ବେଲେ ଆଉ କାଇଁ କରିକିନା ହେନ୍ତା ଛୁଟି ଛୁଟାକେ ଚଲସୁ ଆଉ କାଇଁ ତ କରବୁ ସରକାର ଯଦି हमर उपरे टिके नजर करता दया करता और किछि हमर लगी साहाଯ୍ୟ करता हेले हमें भावसु लेकिन हमके तो सरकार टिके मुड़ की आँख की उठे की भी नहीं देखुसी लेखे लागसी हमके हेन्ता लाग नहीं बर्तमान ये मैटरटा सामना को आमर आसी आमे बर्तमान वीडियो निर्देश देइछु जे बर्तमान से फैमिली तांकर सरकारी सुविधा सब कौन सब दिया जाइछि सेगुड़ा से प्रॉपर्ली वेरीफाई करेंगे जो 3टा छुआ विकलांग अच्छा से विकलांगता पाँच कि नहीं सेटा देखिए तापर आमर राशन कार्ड तांकर व्यवस्था कराई कि नहीं सेटा देखिए आउ लैंड होल्डिंग केते अच्छी इनकम सोर्स कौन आउ बापा माँ माने जो लाइवलीहुड अच्छी से केमती माने सेटा करुँचे से प्रॉपर्ली इनक्वारी करेंगे आउ जो आवास योजना तांकर नाटा लिस्टेड अच्छी कि नहीं सेटा देखिए जदि एपर्यंत पाई ना तो सेगुड़ा देखला परे आमे निश्चय किसी ना किसी जोटा हम सरकार स्तर से निश्चय व्यवस्था करा जीवो हाँ ट्रीटमेंट पे आमे मेडिकल टीम सहित बर्तमान कथबार्ता करूँ सीडीएम सहित से मत आग्री कर बर्तमान आमर गोटे टीम पठेकरी जेहेतु छुआ मैंने बेसी एज्र नहांती आउ जो टाइप माने ये अच्छी डिसेबिलिटी तो जदि ट्रीटमेंट द्वारा सेड़ा सब भल हो जाए पार ताले भल तेणु से देखला परे आमर जो आर्टिफिशियल सेंटर रही से किसी हेल्प कर पारे भाई आमको आम आशा करुचु तो वन्स से विजिट कला परे से आम माने जहाँ जहाँ माने करार अच्छे आम निश्चय सेगुड़ा सब करूँ एने आम प्रतिनिधि सदर उपजिलापाल को भेटी जनइबा परे से कहते सीडीएम को कही एक स्वतंत्र डाक्तर टीम तांको घर को पठाई पिलांको स्वास्थ्य परीक्षा करिवे आवास योजन घरटीए सह अन्यान्य सहायता करबा पई व्यवस्था करा जिवो बोली कहिसंती हेले केबे एसबु व्यवस्था हेबो तार सठिक तारीख केही देई पारु नांती आपण जदि असहाय एही परिवार को सहाय्य करबा को चाहंती एठारे बैंक डिटेल्स अछि साहाय्य पाई आगे ही आसंतु सुंदरगढ़ देवव्रत जेना रिपोर्ट के न्यूज ओडिशा।